बरगढ़ जिला तालपाली ठारे नवनिर्मित जगन्नाथ मंदिर प्रतिष्ठा निमंते आज शुभलग्न और अमृत बेलार कलश यात्रा अनुष्ठित। यह भव्य शोभायात्रा निकटस्थ खुंटपाली ठारू तालपाली जाए खोलताल शंख घंटी हरिबोल और हुलहुली नादरे हजार हजार महिला एथिरे भाग नेतिले। सेठारे विधिवत पूजा अर्चना कलापर खुंटपाली पोखररू तालपाली जाए आसीथिला। मार्च 19 रु 26 जाए हेबाकुଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପୁରୁଷ ଓ ମହିଳା ସଂକୀର୍ତ୍ତନ ମଣ୍ଡଳୀ ରାମାୟଣ ପାରାୟଣ, ଗୋପଲୀଳା ପାରାୟଣ, ମୁକ୍ତ ଆକାଶ ମଞ୍ଚରେ ନୀଳମାଧବ ଚରିତ୍ର, ମୀନା ବଜାର ଅପେରା, ଦଣ୍ଡ ନାଚ ଆଦି ଅନୁଷ୍ଠିତ ହେବାର ଅଛି। ତାଲପାଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ପ୍ରଥମ ଦିନରେ ମଣ୍ଡଳକରଣ, ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ସହିତ ଅପରାହ୍ନ 3:30 ସମୟରେ ଖୁଣ୍ଟପାଲି ପୋଖରୀରୁ ଭବ୍ୟ କଳସ ଯାତ୍ରାରେ ତାଲପାଲି ଗ୍ରାମବାସୀ ଓ ଆଖପାଖ ଗ୍ରାମରୁ ପ୍ରାୟ 500ରୁ ଊର୍ଦ୍ଧ୍ୱ ସଂଖ୍ୟାର ମହିଳା ଓ ପୁରୁଷମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସଗୁଡ଼ିକ ସ୍ଥାପନ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ମନୋରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ବବିତା ସାହୁ କାର୍ଯ୍ୟ ତୁଲାଉଥିବା ବେଳେ ପଣ୍ଡିତ ଭୁବନେଶ୍ୱର ଦାସ, ମହାଦେବ ଦାସ, ଲିଙ୍ଗରାଜ ରଥ, ହିମାଂଶୁ ପଣ୍ଡା, ରଞ୍ଜନ ହୋତା, ରଜତ ପଣ୍ଡା, ତପନ ତ୍ରିପାଠୀ, ଗଣେଶ ଦାସ, ଗୋକୁଳାନନ୍ଦ ହୋତା, ସୁଦାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜା अर्चना कार्य ତୁଲାଇଛନ୍ତି। ସମଗ୍ର କର୍ମକର୍ତ୍ତା ଓ ତାଲପାଲି ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବରଗଡ଼ରୁ ବିନାୟକ ପ୍ରସାଦ ଗୁରୁଙ୍କ ରିପୋର୍ଟ, A1 ଓଡ଼ିଶା।